ସେହିପରି ଅଣ୍ଡା ଆଳୁ ତରକାରୀ ଆଉ ଫୁଲକୋବି ଦେଇ ବନାନ୍ତୁ, ଆପଣମାନେ ଖାଆନ୍ତୁ, ଅତି ସହଜରେ ବନାନ୍ତୁ ଆଉ ଘରେ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। ଭିଡ଼ିଓଟା ଜମା ସ୍କିପ୍ କରିବେନି, ଫାର୍ଷ୍ଟ ଲାଷ୍ଟ ଦେଖନ୍ତୁ, ଆପଣମାନେ ରେସିପିଟା ଭଲସେ ଜାଣିପାରିବେ। ଦେଖନ୍ତୁ ଆଗକୁ ଷ୍ଟାର୍ଟ କେମିତି କୋଳା ରେସିପି ଆପଣ ନିଶ୍ଚୟ ଦେଖନ୍ତୁ। ହାଇ ସାଙ୍ଗମାନେ ନମସ୍କାର, ମୁଁ ବାଦଲ ଆଉ ଗୋଟେ କୁକିଂ ଭିଡ଼ିଓକୁ ସ୍ୱାଗତ। ଚାଲନ୍ତୁ ଆଜି ମୋ ଝିଅ ପସନ୍ଦରେ ପୁଣି ଗୋଟେ ନୂଆ ରେସିପି ନେଇ ଆସିଛି, ନୂଆ ରେସିପିକୁ ସ୍ୱାଗତ। ଚାଲନ୍ତୁ ଜବରଦସ୍ତ ରେସିପିଟା କରିବା, ମୋ ଝିଅ ଯାହା କହିବ ତା ପସନ୍ଦରେ କରିବା। ହାଇ ବାବା, ଗୁଡ୍ ମର୍ଣ୍ଣିଂ। କ'ଣଟା ଖାଇବା ଆଜି କୁହ? ଚିକେନ ଫିକେନ ଖାଇବନି? ହଉ ଠିକ୍ ଅଛି, ଅଣ୍ଡାରେ ଖାଇବ? ହଉ ଠିକ୍ ଅଛି ଯେ କ'ଣ ଅଣ୍ଡାରେ କ'ଣ କରିବା କୁହ? ଅଣ୍ଡା ତରକାରୀ କରିବା, ଗୋଟା ଅଣ୍ଡା? ଚଳିବ ତ? ଗୋଟା ଅଣ୍ଡା ଚଳିବ ତ? ତିନିଟା କରିବା, ବେଶୀ ନୁହଁ, ତୋରଟା ମୋରଟା ମାର ଗୋଟେ, ଠିକ୍ ଅଛି? ଫୁଲକୋବି ଦେଇ କରିକି ଖାଇବୁ ନୂଆ ଷ୍ଟାଇଲରେ? ଚାଲ ମୁଁ କରୁଛି। ହଉ ଚାଲ ସାଙ୍ଗମାନେ, ଆଉ ମୋ ଝିଅ ଫୁଲକୋବି ଦେଇ କରିବା, ମୋ ଝିଅ କହୁଛି ଆଉ ଅଣ୍ଡା ତରକାରୀ ଖାଇବ ବୋଲି। ଚାଲନ୍ତୁ ଅଣ୍ଡା ତରକାରୀ କରିବା, ବେଶୀ ନୁହଁ, ତିନିଟା ଅଣ୍ଡା କରିବା, 3 ଜଣ ପାଇଁ ଅଳ୍ପ କରିବା ଖାଇବା। ଚାଲନ୍ତୁ ଏବେ ଚାଲନ୍ତୁ ଦେଖିବେ କ'ଣ କ'ଣ ସବୁ ରେଡ଼ି କରିଛି, ତା ପାଇଁ ଆରମ୍ଭ କରିବା ରେସିପି। ଆସନ୍ତୁ ଦେଖିଦେବେ କ'ଣ କ'ଣ ସବୁ ମୁଁ ରେଡ଼ି କରିଦେଇଛି। ଆଉ ଅଣ୍ଡା ତରକାରୀ କହିଥିଲି ମୋ ଝିଅ ପାଇଁ କରିବା ପାଇଁ ଫୁଲକୋବିରେ, ଆଉ ଏଠି କିଛି ଆଳୁ ଆଉ କିଛି ଅଣ୍ଡା ମୁଁ ଅଲରେଡ଼ି ସିଝେଇ ଦେଇଛି। ତା ସହିତ ଏଠି ଅଦା ରସୁଣ ପେଷ୍ଟ କରିଛି, ତା ଦେହରେ 2ଟା ଶୁଖିଲା ଲଙ୍କା ପକେଇଛି ଟିକେ ରାଗ ଭଲ ଲାଗିବା ପାଇଁ। ଆଉ ଏଠି ତ କିଛି ହଳଦୀ ମାନେ ପକେଇକି କିଛି କୋବି କାଟି ରଖିଛି, ତା ସହିତ ଚପ୍ କରି ରଖିଛି ପିଆଜ, ଧନିଆ ପତ୍ର, ଟମାଟୋ, ବାକି କଞ୍ଚା ଲଙ୍କା। ଏତିକି ଆଇଟମ୍ରେ ଆମର ହେବ। ବାକି ମସଲା ଆଇଟମ୍ ଆପଣମାନେ ଜାଣିଛନ୍ତି, ମୁଁ ୟୁଜ୍ କଲାବେଳେ ଦେଖେଇଦେବି, ଆପଣମାନେ ଦେଖିବେ। ଏବେ ଚାଲନ୍ତୁ ଏବେ ଷ୍ଟାର୍ଟ କରିବା, ଏବେ କଡ଼େଇ ବସିକି ରେସିପି ଷ୍ଟାର୍ଟ କରିବା। ଏବେ କଡ଼େଇ ଅଲରେଡ଼ି ବସାଇ ଦେଇଛି, ପ୍ରଥମେ ଆମେ ସୋରିଷ ତେଲ ବାଛି ସୋରିଷ ତେଲ ଆମେ ଟିକେ ୟୁଜ୍ କରିବା। ବସ୍ ଏବେ ସୋରିଷ ତେଲ ଆମେ ଦେଇଛେ, ଟିକେ ଛାଡ଼ିଦେବା କିଛି ସମୟ, ଟିକେ ଗରମ ହେବ ତେଲଟାକୁ। ଏବେ ତେଲ ଗରମ ହେଇଗଲାଣି, ଆମେ କ'ଣ କରିବା, ଏ ଅଣ୍ଡା ଟିକେ ଭାଜିଦେବା। ଏମିତି କରି ଭାଜିଦେବା। ଆପଣମାନେ ଚାହିଁଲେ ଏଥିରେ ହଳଦୀ ପକାଇ ପାରିବେ, ନହେଲେ ଚାହିଁଲେ ଅଣ୍ଡା ଦେହରେ ଆପଣ ଟିକେ ଚିରା ମାରିପାରିବେ, ନହେଲେ କାଟିବା ପାଇଁ ଜଣେ ଫ୍ରାଏ କରନ୍ତି ଯଦି କାଟନ୍ତି, ଆପଣ ଚାହିଁଲେ କାଟିପାରିବେ, କିନ୍ତୁ ମୁଁ ଗୋଟା ଆଗରେ କରୁଛି। ଏମିତି କିଛି ସମୟ ଅଣ୍ଡା ଟିକେ ଭଲ ଭାବେ ଭାଜି ହେଇଯାଉଛି। ଏବେ ଅଣ୍ଡା ଭାଜି ହେଇଗଲାଣି, ବେଶୀ ଭଜା ହେଇନି, ଅଳ୍ପ କରିକି ଏମିତି ଆମେ ଅଣ୍ଡାକୁ ଏବେ କାଢ଼ିଦେବା। ଏବେ ଅଣ୍ଡାଟାକୁ ଆମେ କାଢ଼ିଦେବା। ଏବେ ଅଣ୍ଡାକୁ କାଢ଼ି ଦେଇଛି, ବାକି କ'ଣ କରିବା, ରଖିଥିବା ତା ଦେହରେ ଯେଉଁ ଫୁଲକୋବି ଆମେ ରଖିଥିବା ହଳଦୀ ପାଣି ପକାଇକି ତାକୁ ଏବେ ତା ଦେହରେ ଆମେ ଫୁଲକୋବି କିଛି ସମୟ ଏମିତି ତେଲରେ ଆମେ ଭାଜିବା। ଏବେ ଏଇଥିରେ କ'ଣ କରିବେ ନା ଆପଣମାନେ, ଫୁଲକୋବିରେ ଅଳ୍ପ ଟିକେ ଲୁଣ ଦେବେ, ଲୁଣ ଛିଞ୍ଚିଦେବେ ତା ଦେହରେ, କାହିଁକିନା ଲୁଣ ଛିଞ୍ଚିଲେ ଫୁଲକୋବିର ଟେଷ୍ଟଟା ଟିକେ ଭଲ ଆସିଥାଏ। ଏବେ ଲୁଣ ସହିତ ଅଳ୍ପ ଟିକେ ହଳଦୀ ବି ଦେଇଦେବେ ଆପଣମାନେ, କାହିଁକିନା କଲର୍ ଆସିବା ସହିତ ତା ଟେଷ୍ଟ ବି ବହୁତ ସ୍ୱାଦିଷ୍ଟ ଆସିଥାଏ। ଏମିତି କରିକି ଆମେ ଫୁଲକୋବିକି କିଛି ସମୟ ଭାଜିବା, ଏମିତି ଛାଡ଼ିଦେବା କିଛି ସମୟ ଫୁଲକୋବି ଟିକେ ଭାଜିଲା ପର୍ଯ୍ୟନ୍ତ। ଏବେ କୋବି ଭାଜି ହେଇଗଲାଣି ଭଲ ଭାବେ। କୋବିକୁ ବି ଆମେ ଏତେ ବେଶୀ ପୋଟପୋଟା କରି ଭାଜିବାନି, ନର୍ମାଲ୍ ଖାଲି ଦେଖିପାରୁଛନ୍ତି କୋବି ବି କେମିତି ତାର କଲର୍ ବି ଆସିଗଲାଣି, କୋବିର କଲର୍ ଆସିଗଲାଣି କେମିତି କଲର୍। ଏବେ ଚାଲନ୍ତୁ ଆମେ କୋବିଟାକୁ ଟିକେ କାଢ଼ିଦେବା, କୋବିଟାକୁ ଜାଗାକୁ ଆମେ କାଢ଼ିଦେବା। ଏବେ କୋବି କାଢ଼ିଦେଲେ ଏବେ ଆମେ ଏବେ କ'ଣ କରିବା ନା, ସେଇଥିରେ ଆମେ ଟିକେ ଅଳ୍ପ ଟିକେ ତେଲ ଦେଇଦେବା, ଅଳ୍ପ ଟିକେ ତେଲ ଆମେ ତା ଦେହରେ ଦେଇଦେବା ଆଉ ଛାଡ଼ିଦେବା। କଡ଼େଇଟା ଟିକେ ଗରମ ହେଇଯାଉ, ଗରମ ତ ଅଛି, ଆଉ ଟିକେ ତେଲ ପଡ଼ିଲେ ଆଉ ଟିକେ ଗରମ ହେଇଯାଉ, ତାପରେ ଆମେ ଆରମ୍ଭ କରିବା। ଏବେ ତେଲ ଗରମ ହେଇଗଲାଣି, ଆମେ କ'ଣ କରିବା, ଆଗେ ଟିକେ ଅଳ୍ପ ଟିକେ ତା ଦେହରେ ଜିରା ଦେଇଦେବା। ତା ଦେହରେ ଟିକେ ଜିରା ସହିତ 2ଟି ତେଜପତ୍ର, ତା ସହିତ କିଛି କଞ୍ଚା ଲଙ୍କା, ଆଉ ତା ସହିତ କିଛି କାଠ ମସଲା ବି ଆମେ ତା ଦେହରେ ଦେଇଦେବା। ବେଶୀ ନୁହେଁ, କିଛି କାଠ ମସଲା ତା ଦେହରେ ଗୋଟା କରି ପକାଇଦେବେ, କାହିଁକିନା ଭଲ ବାସ୍ନା ହେବା ପାଇଁ। ଏବେ ଭଲ ଭାବେ ଟିକେ ଭାଜିବେ। ତା ସହିତ ରଖିଥିବା ଚପ୍ ପିଆଜ ବି ତା ଦେହରେ ଆମେ ଆଡ଼୍ କରିବା। ଏବେ ଚପ୍ ପିଆଜ ଆଡ଼୍ କରିଦେବା, ତା ଦେହରେ ଆମେ ଚପ୍ ପିଆଜ ଦେଇଦେଲେ ବାକି ତାକୁ ଭଲ ଭାବେ ଏମିତି ମିଶାଇଦେବା। ଆଉ କିଛି ସମୟ ଆମେ ତାକୁ ଛାଡ଼ିଦେବା, ପିଆଜ ଟିକେ ଭଲ ଭାବେ ଫ୍ରାଏ ହେଇଯାଉ ଆଉ ଟିକେ ଗୋଲ୍ଡେନ୍ ହେଇଯାଉ, ତାପରେ ନେକ୍ସଟ ପ୍ରୋସେସ୍ ଆମେ ଆରମ୍ଭ କରିବା। କିଛି ସମୟ ଛାଡ଼ିଦେବା, ପିଆଜ ଭଲ ଭାବେ ଗୋଲ୍ଡେନ୍ ହେଇଯାଉ। ଏବେ ପିଆଜ ଟିକେ ଦେଖିପାରୁଛନ୍ତି, ପିଆଜ ଟିକେ ଭଲ ଭାବେ ଗୋଲ୍ଡେନ୍ ହେଇଆସିଲାଣି, କାହିଁକିନା ଯେତେ ପିଆଜଟା ଭଲ ପୋଡ଼ିକି ଭାଜିବ ସେତେ ଅଣ୍ଡା ପ୍ରକାର କଲର୍ଟା ସେତେ ଭଲ ଆସିବ। ଏବେ କ'ଣ କରିବା, ଆମେ ରଖିଥିବା ଅଦା ରସୁଣ ପେଷ୍ଟ ଯେଉଁଟା ସେଇଟା ବି ତା ଦେହରେ ଆମେ ଆଡ଼୍ କରିଦେବା। ଏବେ ଭଲ ତାକୁ ଏମିତି ମିଶାଇଦେବା। ତା ସହିତ ତାର ଯେଉଁ ଅଦା ରସୁଣ ଯେଉଁ ଲାଗିଥିଲା ସେଟା ଧୋଇକି ଆମେ ସେ ପାଣି ଟିକେ ଦେଇଦେବା। ଏବେ ତାକୁ ମିଶାଇଦେବା ଭଲ ଭାବେ, ଟିକେ ସ୍ଲୋ ଫ୍ଲେମ୍ରେ ଆମେ କିଛି ସମୟ ତାକୁ ମସଲାଟା କଷିବା ପାଇଁ ଛାଡ଼ିଦେବା 1 ମିନିଟ୍, ତାପରେ ଆମେ ବାକି ପାଉଡ଼ର ଆଇଟମ୍ ତା ଦେହରେ ଆଡ଼୍ କରିବା। 1 ମିନିଟ୍ ହେଇଗଲାଣି, ଏବେ ମୁଁ କ'ଣ କରିବା, ମସଲାଟା ଭଲ ଭାବେ ହେଇଗଲାଣି, ତା ଦେହରେ ଆମେ ଅଳ୍ପ କି
ଲୁଣ ଦେଇଦେବା ଗୋଟେ ସ୍ପୁନ୍। ଏବେ ତାଦେହରେ ମସଲା ଆଡ଼୍ କରିଦେବା। ଏବେ ଟିକେ ହଳଦୀ ଗୁଣ୍ଡ ଦେଇଦେବା ଅଧ ସ୍ପୁନ୍। ତା ସହିତ କାଶ୍ମୀର ଚିଲି ତାଦେହରେ ଏବେ ଟିକେ ଦେଇଦେବା। କାରଣ ଆମେ ଲଙ୍କା ଦେଇଛନ୍ତି କାଟିଛନ୍ତି, ଅଳ୍ପ ଟିକେ କାଶ୍ମୀର ଚିଲି ଟିକେ କାଶ୍ମୀର ଚିଲି କେମିତି ଛିଞ୍ଚିଦେବା। ଏବେ ଦେଖିଲେ ଏତିକି ହେଇଗଲା ପରେ ମସଲା ଆଡ଼୍ କରିବା। କାରଣ ଅଦା ରସୁଣ ପାଇଁ ପ୍ରଥମେ ଲୁଣ ହଳଦୀ ଆଉ ଲଙ୍କା ଗୁଣ୍ଡଟା ମେନ୍। ଏମିତି ଭଲ ଭାବେ ମିଶାଇକି କିଛି ସମୟ ଆମେ ଛାଡ଼ିଦେବା। ଟିକେ ଭଲସେ ମସଲା ଟିକେ ଅଦା ରସୁଣ ସ୍ମେଲ୍ ଗଲା ପର୍ଯ୍ୟନ୍ତ କିଛି ସମୟ ଛାଡ଼ି ଏମିତି ବସିବା। ଏବେ ମସଲାଟା ପୁରା ହାର୍ଡ଼ ହେଇଗଲାଣି, ବୁଝିପାରୁଛନ୍ତି? ମସଲା ଟିକେ ହାର୍ଡ଼ ହେଇଗଲାଣି। ଆମେ ଆଉ ଟିକେ କଷିବା ସେ ମସଲାଟା ଭଲ ଭାବେ। ଅଳ୍ପ ଟିକେ ପାଣି ଦେଇଦେବା, ବେଶୀ ନୁହେଁ, ଜଷ୍ଟ ଟିକେ ନେବୁ। ମାନେ ଗୋଟେ ସ୍ପୁନ୍ ଚାମଚଠୁ ଟିକେ ଅଧିକ ପାଣି ଟିକେ, କାରଣ ମସଲା ନ ଲାଗିବା ପାଇଁ ଆମେ ଟିକେ ଏମିତି କଷିବାକୁ ପଡ଼ିବ। ଅଦା ରସୁଣ ତା ବାସ୍ନା ଦେବା ପାଇଁ ଆଉ ମସଲା ଯଦି ନ ଲାଗିବ ସେଇଥିପାଇଁ ଅଳ୍ପ ଟିକେ ଦେଇକି ଆମେ ଏମିତି ଗୋଟେ ମିନିଟ୍ ତାକୁ ଭଲ ଭାବରେ କଷିବା। କଷି ସାରିଲା ପରେ ତାଦେହରେ ନେକ୍ସଟ ଆମେ ଟମାଟୋ ଆଡ଼୍ କରିବା। ଏବେ ମସଲାଟା ବରାବର ହେଇଗଲାଣି, ତାର ବାସ୍ନା ବି ଗଲାଣି। ଏବେ କ'ଣ କରିବା, ଆମେ ରଖିଦେବା ଚପ୍ ଟମାଟୋ ଟିକେ ଦେଇଦେବା। ଟମାଟୋ ଟିକେ ଭଲକି କଷିବେ ତା ସାଙ୍ଗରେ। ଆଉ ଯେଉଁ ଅଦା ରସୁଣ ଦେଇଛେ ସେ ଅଦା ରସୁଣ ଟିକେ ଭଲ ଭାବେ କଷିବାକୁ ପଡ଼ିବ, କାହିଁକି ନହେଲେ କଞ୍ଚା ଅଂଶ ରହିଲେ ଟେଷ୍ଟ ଆସିବନି, ଏତେ ଭଲ ଲାଗିବନି। ଏମିତି କରିକି ଆମେ ଟମାଟୋଟାକୁ ଟିକେ ତା ସାଙ୍ଗରେ ଭଲ ଭାବେ ମିଶାଇଦେବା। ଟିକେ କିଛି ସମୟ ତାକୁ ଆମେ ଏମିତି ସ୍ଲୋ ଫ୍ଲେମ୍ରେ ଟିକେ ଛାଡ଼ିଦେବା। ଟମାଟୋ ଟିକେ ନରମ ହେଲା ପର୍ଯ୍ୟନ୍ତ ଟିକେ ଆମେ ସ୍ଲୋ ଫ୍ଲେମ୍ରେ ତାକୁ କିଛି ସମୟ ଛାଡ଼ିଦେବା। ମସଲା ଏବେ କେତେ ସୁନ୍ଦର ଭାବେ ହେଇଗଲାଣି, ଟମାଟୋ ବି ନରମ ହେଇଗଲାଣି। ଏବେ କ'ଣ କରିବା, ଆମେ ତାଦେହରେ ଟିକେ ଚିକେନ୍ ମସଲା, ଏବେ ଟିକେ ଚିକେନ୍ ମସଲା ସହିତ ଟିକେ ଧନିଆ ଗୁଣ୍ଡ, ତା ସହିତ ଟିକେ ଜିରା ଗୁଣ୍ଡ, ବସ୍ ଏତିକି ପାଉଡ଼ର ଆମେ ଦେଇଦେଲେ ବାକି ମିଶାଇଦେବା। ମସଲା ଆଇଟମ୍ ଏତିକି ତାଦେହରେ ଦିଆହେଲା, ଯେଉଁଟା ପାଉଡ଼ର ରଖିଦେବା। ଆଳୁ ଅଣ୍ଡା କେମିତି ତାଦେହରେ ସବୁ ଦେଇଦେବା, ଆଉ ତା ସହିତ ଫୁଲକୋବିକି ଦେଇଦେବା। ଏବେ ଭଲ ଭାବେ ଆମେ ମିଶାଇବା। ସ୍ଲୋ ଫ୍ଲେମ୍ରେ ଟିକେ କିଛି ସମୟ ଏମିତି ତାକୁ ମିଶାଇବା। ଦେଖିଲେ ଏମିତି କିଛି ସମୟ ତାକୁ ମିଶାଇ ଦେଲେ ପୁରା ସିମ୍ କରିଦେବା। ସିମ୍ ଦେଇକି ଆମେ ଏବେ କ'ଣ କରିବା ନା ଢାଙ୍କଟାକୁ ଆମେ ଏବେ ଦେଇକି ଛାଡ଼ିଦେବା। ଟିକେ କଷି ସାରିଲା ପରେ ପାଣିଟା ଦେଇଦେବା। ଏବେ 2 ମିନିଟ୍ ହେଇଗଲାଣି। ଏବେ ଦେଖିଲେ ମସଲାଟା ଭଲ ଭାବେ କେତେ ସୁନ୍ଦର ଭାବେ ମିଶାଇଛି। ଏବେ କ'ଣ କରିବା, ଆମେ ତାଦେହରେ ରଖିଥିବା ଯେଉଁ ପାଣି ଧୋଇକି ସେଇ ପାଣିକି ଆମେ ଏବେ ତାଦେହରେ ଦେଇଦେବା। ବେଶୀ ଦେବାନି, ଆପଣମାନେ ଯେତିକି ଝୋଳ ଖାଇବେ ସେଇ ହିସାବରେ ରଖିବେ। ଏବେ ଦେଖିଲେ ସବୁ ମିଶାଇ ଦେଇକି ଏବେ ପାଣିଟା ଦେଇଦେବେ। ଅଳ୍ପ ପାଣି ଦେବା, କାହିଁକିନା ଆଳୁ ଫାଳୁ ସିଝିଛି, ବାକି ମସଲା ଟିକେ ହେବ। ତା ସହିତ ଆମେ ଢାଙ୍କ ଦେଇକି ଛାଡ଼ିଦେବା। ଏବେ ତରକାରୀ ଅଲରେଡ଼ି କମ୍ପ୍ଲିଟ୍ ହେଇଗଲା। ଦେଖିଲେ ବନ୍ଦ କଲାବେଳେ ମୁଁ ଦେଖେଇଦେବା ଟିକେ ଆପଣମାନଙ୍କୁ, ମାନେ 12 ମିନିଟ୍ ଆଉ 4 ଅଛି ହେଲା ପରେ ନିଶ୍ଚୟ ଦେଖିବେ, କମ୍ପ୍ଲିଟ୍ ହେଲା ପରେ ଦେଖିବେ। ଏବେ ଚାଲନ୍ତୁ ଦେଖିବା, 2 ମିନିଟ୍ ହେଇଗଲାଣି। ଦେଖିପାରୁଛନ୍ତି ଅଣ୍ଡା ଆଉ ଫୁଲକୋବି ତରକାରୀଟା କେତେ ସୁନ୍ଦର ଭାବେ ଦିଶୁଛି। ଆଉ ଝୋଳ ବି ନାହିଁ, କେମିତି ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ଏବେ ଆମେ ବନ୍ଦ କରିଦେବା। ବାକି ରଖିଥିବା ଧନିଆ ପତ୍ର ସେଥିରେ ଦେଇଦେବା। ଦେଖିଲେ କେତେ ସହଜରେ ଅଣ୍ଡା ଆଉ ଫୁଲକୋବି ତରକାରୀଟା ହେଇଗଲା। ଆଉ ବହୁତ ବଢ଼ିଆ ଲାଗିବ, ଏଇଭଳିଆ କରନ୍ତୁ। କେତେ ସୁନ୍ଦର ଲାଗୁଛି ଦେଖିଲେ। ଏବେ ଚାଲନ୍ତୁ ଆମେ ବନ୍ଦ କରିକି ରଖିଦେବା, ଢାଙ୍କଣା ଦେଇଦେବା। ଏବେ ଅଲରେଡ଼ି କମ୍ପ୍ଲିଟ୍। ଏବେ କମ୍ପ୍ଲିଟ୍ ହେଇଯାଇଛି ଦେଖିଲେ। ଆଉ ମୋ ଝିଅ ପାଇଁ ବନେଇଦେଲି ଅଣ୍ଡାରେ ଫୁଲକୋବି ଦେଇ ଗୋଟେ ଦେଶୀ ଷ୍ଟାଇଲ୍ରେ ମସ୍ତ କରିକି ତରକାରୀ କଲି। ଆଶା କରୁଛି ଭିଡ଼ିଓଟା ଜମାରୁ ସ୍କିପ୍ କରିବେନି, ଶେଷ ପର୍ଯ୍ୟନ୍ତ ଦେଖିବେ। ଭିଡ଼ିଓଟା ଯଦି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ, ନମସ୍କାର। ମୁଁ ବାଦଲ, ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ ନେଇକି ଆସିବି ଖାସ୍ ଆପଣମାନଙ୍କ ପାଇଁ। ରଖିଲି, ବାଏ ବାଏ। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓ ପାଇଁ, ନିଶ୍ଚୟ ଅପେକ୍ଷା କରିଥିବେ।